ନବୀନ ନିବାସର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ସହ ସାକ୍ଷାତ କଲେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଭେଟି ଦେବା ପରେ ମୋହନ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶପଥ ଗ୍ରହଣ ସମୟରେ ଯୋଗଦେବେ ନବୀନ ପଟ୍ଟନାୟକ। ଶପଥ ଗ୍ରହଣରେ ଯୋଗ ଦେବା ପାଇଁ ସାକ୍ଷାତ ନିମନ୍ତ୍ରଣ ଜଣାଇଲେ ମୋହନ ମାଝୀ। ନୂତନ ସରକାରକୁ ଆସିବା ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ମୋହନ ମାଝୀ। ମୋହନ ମାଝୀଙ୍କ ଅନୁରୋଧ ରକ୍ଷା କ୍ରମେ ନବୀନ ପଟ୍ଟନାୟକ ତାଙ୍କୁ କିଛି ଆଶା ଦେଖାଇ ତାଙ୍କୁ ନିରାଶ ନ କରିବା ପାଇଁ ସେ ତାଙ୍କୁ ନବୀନ ନିବାସରୁ ତାଙ୍କର ଆଜ୍ଞା ପ୍ରଦାନ କରିଛନ୍ତି ଏବଂ ସେ ତାଙ୍କ ନୂତନ ଜୀବନର ଧାରଣା ଲଗାଇ ସେ ଆଜି ଆସିଛନ୍ତି ନବୀନ ନିବାସକୁ ସାକ୍ଷାତ ନବୀନଙ୍କ ସହ ଭେଟ କରିବା ପାଇଁ। ନବୀନ ନିବାସରେ ତାଙ୍କ ସହ ଆସିଛନ୍ତି ସମ୍ପାଦକ ତାଙ୍କ ବିଜେପି ଦଳର ଜଣେ ବରିଷ୍ଠ ନେତା। ଆମେ ଦେଖିବା ଯେ କେଉଁଭଳି ଭାବରେ ନବୀନ ଏବଂ ମୋହନ ମାଝୀଙ୍କର ଯେଉଁ ସମ୍ପର୍କ ଅଛି, ଯେଉଁ ମୁଖ୍ୟମନ୍ତ୍ରୀ ପଦଟା ଅଛି, ଯାହା ନବୀନଙ୍କ ପାଖରୁ ଏବେ ନାହିଁ, ମୋହନ ମାଝୀଙ୍କ ହାତରେ ସେ କେଉଁଭଳି ଭାବରେ ତାଙ୍କ ବଡ଼ପଣ ଦେଖାଇ ସେ ଆସିଛନ୍ତି ତାଙ୍କୁ ସାକ୍ଷାତ କରିବା ପାଇଁ।